ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ମଇ 4। ଦିନଟିର ପ୍ରଧାନ ଚିନ୍ତା। ଅନ୍ତର୍ନିହିତ ଦ୍ୱନ୍ଦ୍ୱ ସମସ୍ୟାର ଆବର୍ଜନାରୁ ନିଜକୁ ମୁକ୍ତ ରଖିବାକୁ ହେବ। ସ୍ମରଣୀୟ ପଂକ୍ତି। କର ସ୍ନାନ ତୁମେ ଜୀବନ ନଦୀର ସଲିଳେ, ଘୁଞ୍ଚିବ ନାହିଁ ଅନ୍ତରର ଗ୍ଳାନି ତବ ପୃଥିବୀର ଜଳେ। ସଜାଅ ନିଜକୁ ତୁମେ କରି ପରିଧାନ ଅମ୍ଳାନ ବସନ, ନିଃସ୍ୱାର୍ଥ ପ୍ରେମ ବନ୍ଦନେ କର ହୃଦୟ ଅର୍ଜନ। ତାହାପରେ ଆସ ତୁମେ ପୂଜା ଗୃହେ, ଧୀର ସ୍ଥିର ପଦକ୍ଷେପେ କର ପ୍ରବେଶ ସେ ସ୍ଥାନେ। ନୀତି ଉପଦେଶ। ମନର ସକଳ ଜଞ୍ଜାଳ ଦୂର କରି ଶୂନ୍ୟ ମନକୁ ପୂର୍ଣ୍ଣ କରିବାକୁ ହେବ। ଏହି ଭାବରେ ଆମେ ଦୁଶ୍ଚିନ୍ତା, ବିପଦ ଏବଂ ସକଳ ଯନ୍ତ୍ରଣାରୁ ନିଜକୁ ମୁକ୍ତ କରିପାରିବା। ସମସ୍ୟା ବହୁଳ ଜୀବନରେ ଆମେ ଘୂର୍ଣ୍ଣି ବାତ୍ୟାରେ ପଡ଼ି ଘୂରି ବୁଲୁ। ଏକଥା ଜାଣ ଯେ ନାନା ଚିନ୍ତା କରି ସେ ସକଳ ସମସ୍ୟାର ସମାଧାନ କରିପାରିବ ନାହିଁ। ସମସ୍ୟା ଚିନ୍ତାଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ହେଉଛି ସେଗୁଡ଼ିକୁ ଭୂତର ବୋଝ ପରି ଫିଙ୍ଗି ଦେବା। ତେବେ ଯାଇ ଆମେ ମୁକ୍ତ ହୋଇପାରିବା। ଯଦି ଆମେ କେବଳ ସେହି ଶୁଦ୍ଧ ଆଲୋକ ଦିଗରେ ଦୃଷ୍ଟି ରଖୁ ଏବଂ ଏହି ଅଭ୍ୟାସ ନିୟମିତ ଭାବେ କରୁ, ତେବେ ସଂଶୟ, ଦୁଃଖ, ନିରାଶା ଆସିଲେ ବି ଆମେ କେବେ ହେଲେ ଲକ୍ଷ୍ୟଭ୍ରଷ୍ଟ ହେବା ନାହିଁ। ପ୍ରାର୍ଥନା। ଆହେ ପ୍ରେମମୟ ଦେବତା, ମୋର ସମଗ୍ର ଚିନ୍ତା ଯେପରି ତୁମରି ଦିଗରେ ଧାବିତ ହୁଏ। ତୁମେ ମୋର ଚେତନା ମଧ୍ୟରେ ଚୈତନ୍ୟ ରୂପେ ବିରାଜିତ। ତୁମେ ହିଁ ମୋର ଜୀବନର ଜୀବନ। ମୋର ହୃଦୟ ତୁମର ପୁଣ୍ୟ ଆବିର୍ଭାବରେ ପରିପୂର୍ଣ୍ଣ ହେଉ। ତୁମ ଛଡ଼ା ଯେପରି ଆଉ କିଛି ଏ ହୃଦୟରେ ନ ରହେ। ଦୁଃଖ ବିପଦରେ ଯେପରି ମୁଁ ସରଳ ଶିଶୁ ପରି ତୁମ ନିକଟକୁ ଧାଇଁ ଆସିବି ଏବଂ ତୁମରି ମଧ୍ୟରେ ଯେପରି ମୁଁ ଶାନ୍ତି ଖୋଜି ପାଏ।